ରାଜସିକ ଧୈର୍ଯ୍ୟ କ'ଣ ନା ଧର୍ମ ଅର୍ଥ ଲାଭ ଇନ୍ଦ୍ରିୟ ସୁଖ। ରାଜସିକ ଧୃତିର ତାର ମୂଳ ହେଉଛି ଏ ତିନିଟା କ'ଣ କ'ଣ ଧର୍ମ ଆଉ ଅର୍ଥ ଆଉ ଇନ୍ଦ୍ରିୟ ସୁଖ କାମନା। ଯେମିତି ସାଧାରଣ ଲୋକମାନେ ଧର୍ମ ଦୁଇ ପ୍ରକାର ଅଛି। ଗୋଟେ ହେଉଛି ଭଗବାନଙ୍କର ଭକ୍ତି। ଲୋକମାନେ ଭାବୁଛନ୍ତି ମୁଁ ଆଜି ଆଜ୍ଞା ବହୁତ ଧର୍ମ ଅର୍ଜିଲି ବହୁତ ପୁଣ୍ୟ ଅର୍ଜିଲି। ଭଗବାନଙ୍କର ଭକ୍ତି କରିବା ହେଉଛି ଗୋଟେ ଧର୍ମ। ଆଉ ଲୋକମାନେ ଭାବୁଛନ୍ତି ମୁଁ ଆଜି ଟିକେ ଧର୍ମ କଲି କ'ଣ ନା ଦାନ ଧର୍ମ କରିଦେଲି, କିଛି ଲୋକଙ୍କୁ ଲୁଗାପଟା ଦେଇଦେଲି, କିଛି ଲୋକଙ୍କୁ ଔଷଧ ଦେଇଦେଲି, ଦାନ ଧର୍ମ ସେବା ଧର୍ମ ଏମିତି ସବୁ କରୁଛୁ। କିଛି ରାସ୍ତା ତିଆରି କରିଦେଲି, କିଛି ଲୋକଙ୍କର ଖାଇବାକୁ ନଥିଲା ଖାଇବାକୁ ଦେଇଦେଲି। କିନ୍ତୁ ସେଇଟା ଲୋକମାନେ ସାଧାରଣ ଯେଉଁ ଲୋକମାନେ ସେଇଟାକୁ ଧର୍ମ ବୋଲି ଭାବୁଛନ୍ତି। ଏଇଟା ସେ କଥା କୁହାଯାଇଛି ଧର୍ମ କିଛି କରିବା ସାଧାରଣ ଲୋକମାନେ ଯେଉଁଟା କରୁଛନ୍ତି। ଆଉ ଅର୍ଥ ରୋଜଗାର କରିବା ଆଉ ଇନ୍ଦ୍ରିୟ ତୃପ୍ତି କରିବା। ସେମାନଙ୍କର ଧୈର୍ଯ୍ୟ ଏଇଟା, ଆଉ କିଛି ନାହିଁ। ସେମାନଙ୍କର ଲକ୍ଷ୍ୟ ହେଉଛି ଇନ୍ଦ୍ରିୟ ସୁଖ, ଆଉ କିଛି ନାହିଁ। ତ ଏଇଟା ହେଉଛି ରାଜସିକ ଧୈର୍ଯ୍ୟ। ରାଜସିକ ଧୈର୍ଯ୍ୟ ମାନେ ଧୃତି ତାଙ୍କର ମୂଳ ଲକ୍ଷ୍ୟ ହେଉଛି ଇନ୍ଦ୍ରିୟ ତୃପ୍ତି, ଆଉ କିଛି ନାହିଁ।